ଯାତ୍ରା ଷ୍ଟାର କହୁଥିଲା ପୀୟୁଷ ତ୍ରିପାଠୀ ସେ ଗୋଟେ କହିଛନ୍ତି ଅଭିଯୋଗ କରିଛନ୍ତି ଯେ କି ମତେ ସଂଘ ତରଫରୁ ଯୋଉ ମାଲିକ ସଂଘ ଅଛି ସେମାନେ ମନା କରୁଛନ୍ତି ସେଥିପାଇଁ ମୁଁ ଯାଇପାରୁନି କିନ୍ତୁ ସେ ସୋସିଆଲ ମିଡିଆରେ କହିଥିଲେ ମୋ ଦେହ ଖରାପ ପାଇଁ ମୁଁ ଯାତ୍ରା କରିବିନି କାହା କଥା ସତ ଆଜ୍ଞା? ନାଇଁ ଏଇଟା ଆପଣ ତ ଜାଣିଥିବେ, ମୁଁ ଆଉ ଅଧିକା କ'ଣ କହିବି। ସତ୍ୟତା ସବୁବେଳେ ସତ୍ୟ, ସତ୍ୟକୁ କେହି ରଖିପାରିବେନି। ଯେଉଁ କଳାକାର ଗୋଟେ କମ୍ପାନୀରେ 2 ବର୍ଷ ପାଇଁ ଏଗ୍ରିମେଣ୍ଟ କରିକି ଆଉ ଗୋଟେ କମ୍ପାନୀରୁ ପଇସା ଉଠେଇ ପାରୁଛି, ସେ କେତେ ସତ୍ୟତା କହିପାରିବେ? ଆଉ ତା ଗାଡ଼ି ଚଢ଼ୁଛନ୍ତି, ସେ କେତେ ସତ୍ୟତା କହିବେ ସମସ୍ତେ ଜାଣିଛନ୍ତି। କିନ୍ତୁ ଆମେ ଗୋଟେ କଳାକାର ନାଁ ନେବେ ତ କହିବା କଥା ନୁହଁ। କିନ୍ତୁ ଯେହେତୁ ଆପଣମାନେ ପଚାରୁଛନ୍ତି, କଳାକାର ନିଜେ ତାଙ୍କର ବାପା ମାଲିକ ସଂଘକୁ ଲେଖିକି ଦେଇଥିଲେ ମୋ ପୁଅର ଶରୀର ଅସୁସ୍ଥ ଅଛି, ଏ ବର୍ଷ ଆମେ ଗୋଟେ ବର୍ଷ ପାଇଁକି ରେଷ୍ଟ ନେବୁ, ସମ୍ପୂର୍ଣ୍ଣ ଯାତ୍ରା ପାର୍ଟିର ପଇସା ଫେରସ୍ତ କରିବୁ, ଆର ବର୍ଷକୁ ଯାହା ସାଥିରେ ଏଗ୍ରିମେଣ୍ଟ କରିବୁ ଯାତ୍ରା ଆମେ କରିବୁ। କିନ୍ତୁ କୌଣସି ମାଲିକ ତାକୁ ଡାକି ନଥିଲେ କି ମାଲିକ ମାନେ ତାଙ୍କର ଯେଉଁ ପର୍ସନାଲ ଯାହାଠୁ ପଇସା ନେଇଥିଲେ ସିଏ ତାଙ୍କର ଭିଡ଼ା ଉଠା ଜିଦିଆ ଦେଇଥିଲେ, ସେମାନେ ମାଲିକ ସଂଘକୁ ବି ଜଣେଇ ନଥିଲେ। କିନ୍ତୁ ପୀୟୁଷର ବାପା ନିଜେ ମାଲିକ ସଂଘକୁ ଜଣେଇଲେ, ଜଣେଇବାରୁ ନିଷ୍ପତ୍ତି ନିଆଗଲା। ସେ ତାଙ୍କ ଆଡ଼ୁ କହିଲେ ମୁଁ ଉଭୟ ପକ୍ଷର ପଇସା ଫେରେଇ ଦେବି, କିନ୍ତୁ ଏ ବର୍ଷ ଅଫ୍ ନେବି। ସେ ପୀୟୁଷ କାଲି କହୁଛନ୍ତି ଯେ ମାଲିକ ଚାହିଁଲେ ମୁଁ କରିବି, ସେ ଗୋଟେ ସୋସିଆଲ ମିଡିଆ ଏଇଟା ସବୁ କଥା ଏଇଟା ବି ସତ୍ୟ ମିଥ୍ୟା ନୁହଁ। ଏଣୁ ସିଏ ନିଜେ ଚିନ୍ତା କରିଥିଲେ ବେଧେ ଏଇଟା କିଛି ଦିନ ଭିତରେ କମ୍ପ୍ରମାଇଜ ହେଇଯିବ, କିନ୍ତୁ ପଛେ ଯାତ୍ରା ସରିଗଲା, ଛୁଟି ହେଇଗଲା, କିନ୍ତୁ ତାଙ୍କର ସିଏ ଯେଉଁ ଭାବିଥିଲେ ଯେଉଁଟା ହେବା କଥା ସେଇଟା ହେଇପାରିଲା ନାହିଁ। ଏଣୁ ସିଏ ଏବେ ମିଛ କହିବେ ବି କି କ'ଣ କହିବେ ସେ ତାଙ୍କ ଉପରେ ନିର୍ଭର କରନ୍ତି। ଏଣୁ ସିଏ ଏବେ କ'ଣ କହିକି ରହିବେ ଯାତ୍ରା ପାର୍ଟିରେ, କି ନୂଆ ଯାତ୍ରା ପାର୍ଟିରେ ଯାଇକି ରହିବେ, କି ଯାତ୍ରା କରିବେ ନାହିଁ, ସେ ତାଙ୍କ ଉପରେ ନିଶ୍ଚୟ ଇଏ ହେବେ। କିନ୍ତୁ ଯାତ୍ରା ମାଲିକ କେବେ ତାଙ୍କୁ ବ୍ୟାନ୍ କରିନାହାନ୍ତି କି କୌଣସି କଳେ ଗୋଟିଏ ଲୋକ ନରିପଣ୍ଡା ବ୍ୟତୀତ ଯେହେତୁ ସେ କାନୁନକୁ ଯାଇଛି, ଆଇନ କାନୁନକୁ ଯାଇଛି ବା ଆଇନ କି ଯାଇଛି, ତାକୁ ଯାହା ଯାତ୍ରା ମାଲିକ ସଂଘ ବ୍ୟାନ୍ କରିଛି, ଆଉ କୌଣସି କଳାକାରକୁ ଯାତ୍ରା ମାଲିକ ସଂଘ ବ୍ୟାନ୍ କରିନାହିଁ। ସମ୍ପୂର୍ଣ୍ଣ ମିଛ। ଆମର କଳାକାର ତ ସ୍ୱର୍ଣ୍ଣମହଲର କୌଣସି କଳାକାର କେବେ ମାଲିକ ଆଜି ଯିଏ ଯାଇଛନ୍ତି ଆଉ ଯିଏ ଅଛନ୍ତି, ଆମେ କେବେ ଯାତ୍ରା ଅନୁଷ୍ଠାନ ପାଖକୁ ଯାଉନୁ, ବର୍ଷକୁ ଥରେ କି 2 ଥର ଯାଉ। ସେମାନେ ଆମର ନିଜର ରକ୍ତ ଭଳିଆ ପୁଅ ଭଳିଆ ଯେଉଁ ମାନେ ଥିଲେ ସିଏ ଯାହା କରିକି ଯାଇଛନ୍ତି। ଏବେ ଯେଉଁମାନେ ଅଛନ୍ତି ଆମେ ଯାହାକୁ ରଖିବାକୁ ଚାହିଁବୁ ସେ ରହିବ, ଯିଏ ତାଙ୍କ ଇଚ୍ଛା ଅନୁସାରେ ସେ ରହିବେ, ଯିଏ ପଳେଇବ। ଆମେ କାହାକୁ ବାଧ୍ୟ କରଉନୁ କି ଜବରଦସ୍ତ କାହାକୁ ରଖୁନୁ। ହଁ, ବିବାଦ ପାଇଁ ନିଶ୍ଚିତ ଲସ୍ ହେଇଛି, କାରଣ ଯାତ୍ରା ବହୁତ ଲୋକ ଦେଖିଲେନି। ଆଉ କମିଟି ବାଲା ଟିକେ ବିଶୃଙ୍ଖଳା କଲେ, କମିଟି ବାଲା ଠିକ୍ ସମୟରେ ନେଲେ ନାହିଁ ପାର୍ଟିକି, କମିଟି ବାଲାଙ୍କର ବେପାର ବି ହେଲାନି, କମିଟି ବାଲା ବହୁତ କ୍ଷତିଗ୍ରସ୍ତ ହେଲେ। ଆମେ ବି ଗୋଟେ ଯାତ୍ରା ଯେଉଁ ପୀୟୁଷ କଥା କହୁଛନ୍ତି ସେ ପାର୍ଟିକି ଆଣି ଆମେ ପକେଇକି ଆମ ଗାଁରେ ବାଙ୍କୁଆଳରେ ପକେଇକି 2 ଲକ୍ଷ ଟଙ୍କା ଲସ୍ କଲୁ 3 ଦିନ। ଏଣୁ ଯେତେ କମିଟି ଅଛନ୍ତି ଏ ବର୍ଷ କମିଟି ବାଲା ବହୁତ କ୍ଷତିଗ୍ରସ୍ତ ହେଇଛନ୍ତି, କମିଟି ବାଲା ଲସ୍ ହେଇଛି। କମିଟି ବାଲା ଗୋଟେ ନିଷ୍ପତ୍ତି ନେଇଛନ୍ତି, ନିଶ୍ଚୟ ତାଙ୍କରି କମିଟି ଉପରେ ଯଦି କାର୍ଯ୍ୟକର୍ତ୍ତା ମାନେ ଠିକ୍ ରହନ୍ତି ତାହେଲେ ନିଶ୍ଚୟ ଆଗାମୀ ଦିନରେ କେଉଁ କଳାକାର କେତେ ଦରମା ନେବ, କେଉଁ କମିଟି କେତେ ଯାତ୍ରା ପାର୍ଟିର ରେଟ୍ ଛିଡ଼େଇବ, ତାହେଲେ ନିଶ୍ଚିନ୍ତ କମିଟି ଆଉ ମାଲିକ ମାନେ ଏକାଠି ହେଇଗଲେ ତାହେଲେ କୌଣସି କଳାକାରର ପ୍ରଭାବ ପଡ଼ିବ ନାହିଁ। ପଛେ ଆମେ ନର୍କକୁ ଯାଉ, ସେଇଟା ଆମେ ଯେଉଁ ନାଟକ କରିଛୁ ସେଇଟା ଆମର ଯେଉଁ ଭାରତ ସଂସ୍କୃତି ଆଉ ଭାରତର ଯେଉଁ ଓଡ଼ିଶାର ସଂସ୍କୃତି ଉପରେ ଯେଉଁ ଚାଲିଛି ତାହା ଯାହା ଆଗାମୀ ଦିନରେ ଚାଲୁଥିଲା ଭୁଲ ପ୍ରମାଣିତ ହେଉଥିଲା, ଭୁଲ ଠିକ୍ ଲୋକ ବୁଝିପାରୁନଥିଲେ, ଆମେ ତାକୁ ଲୋକମାନଙ୍କ ପାଖରେ ପହଞ୍ଚେଇଛୁ ନେଇକି ଯେ ସମସ୍ତିକି ସମାନ ଆକାରରେ ଦେଖ ନାହିଁ। ଏଣୁ ଯିଏ କାଲି ଖରାପ ଅଛି ଆଜି ଭଲ ଅଛି, ଆମେ ସମସ୍ତେ ଉଭୟ ପକ୍ଷ ଭାରତୀୟ। ଏଣୁ ଆମେ ଭାଇଚାରା ହେଇ ଚଳିବୁ। ସେଥିରେ ଦେଖିଛନ୍ତି ଜଗନ୍ନାଥକୁ କହିଲା ପରେ ବି ସେ ଜଗନ୍ନାଥକୁ ହେଇଛନ୍ତି। ଆମେ ଲୋକଙ୍କ ପାଖରେ ପହଞ୍ଚେଇଛୁ ଯେ ଲୋକ ଯେଉଁ ନିଜ ଭିତରେ ରଖୁଛନ୍ତି ମୁଁ ହିନ୍ଦୁ ସିଏ ମୁସଲମାନ ସିଏ ଖ୍ରୀଷ୍ଟିଆନ ଇଏ ସେକୁ କାଟି ଭାଇଚାରା ମେସେଜ କରି ଆମେ ଲାଷ୍ଟ ପୋଜିସନରେ ଦେଖେଇଛୁ କେମିତି ଆମେ ଜଣେ ଭାରତୀୟ, ଆମେ ଭାରତୀୟ ହିସାବରେ ସମସ୍ତେ ବଞ୍ଚି ରହିବାର ଅଧିକାର ଅଛି। ଏଣୁ ଆମେ ସବୁ ଧର୍ମ ସମସ୍ତେ ପାଳନ କରିବା, କିନ୍ତୁ କାହା ଧର୍ମ ଉପରେ କାହାକୁ କୁଠାରଘାତ କରିବା ନାହିଁ। ନାଇଁ, ସେଇଟା କ'ଣ ହୁଏ ଯେତେବେଳେ ଲୋକ ଇନଷ୍ଟ୍ରନ୍ ହେଇଯାଆନ୍ତି ପରିସ୍ଥିତି, ସେମାନେ ଯେଉଁ କଳାକାର ମାନେ ତିଆରି କରନ୍ତି ମାନେ ଷ୍ଟେଜ ଉପରେ ଅଭିନୟ, ଜୀବନ୍ତ ଅଭିନୟ କରନ୍ତି, ସେଇଗୁଡ଼ା ସେମାନେ ଦେଖିକି ଦର୍ଶକ ଇଏକୁ ନେଇଯାଆନ୍ତି ଯେଉଁମାନେ କି ସେଭଳିଆ କାମ କରନ୍ତି। ଏଥିରେ ସେମାନଙ୍କର ବି କି ଦୋଷ ଦିଆଯିବ ନାହିଁ କି କେଉଁ ଗଣ୍ଡଗୋଳ ଝଗଡ଼ା ସେମିତି କିଛି ହେଇନି ଯେ ପକେଇ ଦିଅନ୍ତି ତାପରେ ବୁଝିଯାଆନ୍ତି ଯେ ନାଇଁ
এইটা এন্ଟরটেনমেন্ট গোटे বার্তা ଭାରତୀୟଙ୍କ ପାଇଁ କିମ୍ବା କିନ୍ତୁ ହିନ୍ଦୁ ସମାଜ ପାଇଁ ଗୋଟେ ବାର୍ତ୍ତା ବା ମୁସଲମାନ ସମାଜ ପାଇଁ ଗୋଟେ ବାର୍ତ୍ତା ଯେ ଆମେ ସମସ୍ତେ ଗୋଟିଏ ନାଉର ମଞ୍ଜି, ଆମେ ସମସ୍ତେ ଭାଇଚାରା ହେଇ ଚଳିବା, ଆମେ ସମସ୍ତେ ଭାରତୀୟ, ଆମେ ସମସ୍ତେ ଏଇ ଭାରତୀୟର ସଂସ୍କୃତି ଆଉ ପରମ୍ପରାକୁ ନେଇ ବଞ୍ଚି ରହିବା। ଯିଏ ଯାହା ଧର୍ମରେ ରହୁ କିନ୍ତୁ କୋଉ ଧର୍ମକୁ କେହି ଆପେକ୍ଷା କରନ୍ତୁ ନାହିଁ। ଏବେ ଗୋଟେ କଥା ଉଠୁଛି ଆଜ୍ଞା, ବର୍ଷକୁ ଯୋଉ ଆପଣ ପଇସା ଦଉଥିଲେ ସେ ବଦଳରେ ଏବେ ମାସିକିଆ ପେମେଣ୍ଟ ପାଇଁ ଗୋଟେ କଥା ଉଠୁଛି। ନାଇଁ ସେଇ କଥାଟା ଆମର ଯଦି ମାସିକିଆ ପେମେଣ୍ଟ ଦିଆଯିବ ଆଉ ରେଟ୍ କମାଯିବ, ଯୋଉଟା କି କମିଟି ଭାଇମାନେ ଗୋଟେ ମିଟିଂ କରିକି ଆମର ଯାତ୍ରା ମାଲିକମାନଙ୍କୁ ଡାକିଥିଲେ, ସେମାନେ ଏ ପ୍ରସ୍ତାବ ଦେଇଛନ୍ତି, ଆମେ ସେ ପ୍ରସ୍ତାବରେ ରାଜି ଅଛୁ। ଏଣୁ ଆଗାମୀ ଦିନରେ ଏ ବର୍ଷର ପାର୍ଟି ବାହାରିଗଲା ପରେ କମିଟି ଆଉ ଯାତ୍ରା ମାଲିକମାନେ ବସିକି ଯାହା ନିଷ୍ପତ୍ତି ନେବେ ତାହା ନିଶ୍ଚୟ କଳାକାର ଗ୍ରହଣ କରିବାକୁ ବାଧ୍ୟ ହେବେ। ଏମିତିକା ଛୋଟ ବଡ଼ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ନ୍ୟୁଜ୍ଟିକୁ ସେୟାର କରନ୍ତୁ।